ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ଚତୁର୍ଥ ଭାଗକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଖୋର୍ଦ୍ଧା ବିଦ୍ରୋହର ଚତୁର୍ଥ ଭାଗ ଭିଡ଼ିଓରେ ଆମେ ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ବା ପାଇକ ବିଦ୍ରୋହର ଫଳାଫଳ ବିଷୟରେ ଜାଣିବା। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ତାହା ସହିତ ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟି ମଧ୍ୟ ସେୟାର କରିଦେବ। ଯେଉଁ ପିଲାମାନେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ଭାଗ ପ୍ରଥମ, ଭାଗ ଦ୍ୱିତୀୟ ଏବଂ ଭାଗ ତୃତୀୟ ଭିଡ଼ିଓଟି ଦେଖିନାହାନ୍ତି, ସେମାନେ ପ୍ରଥମେ ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରୁ ପ୍ରଥମ ଭାଗ, ଦ୍ୱିତୀୟ ଭାଗ ଏବଂ ତୃତୀୟ ଭାଗ ଭିଡ଼ିଓଟିକୁ ଦେଖିବେ। ତାପରେ ଚତୁର୍ଥ ଭାଗ ଭିଡ଼ିଓଟିକୁ ଦେଖିବେ, ଯଦ୍ୱାରା ସେମାନେ ବହୁତ ସୁନ୍ଦର ଭାବରେ ବୁଝିପାରିବେ। ପିଲାମାନେ, ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହକୁ ପ୍ରଥମ ଭାଗ, ଦ୍ୱିତୀୟ ଭାଗ, ତୃତୀୟ ଭାଗ ଏବଂ ଚତୁର୍ଥ ଭାଗ ମଧ୍ୟରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତମେ ଏହାର ସ୍କ୍ରିନଶଟ୍ ନେଇକି ମଧ୍ୟ ତାର ସୁନ୍ଦର ନୋଟଟିକୁ ପଢ଼ିପାରିବ। ତ ଚାଲ ପିଲାମାନେ ଆରମ୍ଭ କରିବା ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ବା ପାଇକ ବିଦ୍ରୋହର ଫଳାଫଳ। ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ଦମନ ପରେ ଇଂରେଜ ସରକାର ଏକ କମିଟି ଗଠନ କଲେ। ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ଦମନ ପରେ କିଏ ଏକ କମିଟି ଗଠନ କଲେ? ଇଂରେଜ ସରକାର ଏକ କମିଟି ଗଠନ କଲେ। କାହିଁକି ଇଂରେଜ ସରକାର ବା ଇଷ୍ଟ ଇଣ୍ଡିଆ କମ୍ପାନୀ କାହିଁକି ଏକ କମିଟି ଗଠନ କଲେ? ତାର ପଛରେ ମୁଖ୍ୟ କାରଣଟି ଥିଲା ପିଲାମାନେ, ବିଦ୍ରୋହର କାରଣ କ'ଣ ଥିଲା ତାକୁ ଖୋଜିବା ପାଇଁ ତଥା ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ତାକୁ ଜାଣିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ବା ଇଂରେଜ ସରକାର ଏକ କମିଟି ଗଠନ କରିଥିଲେ। ଏହି କମିଟିର ଅଧ୍ୟକ୍ଷତା କରିଥିଲେ ୱାଲ୍ଟର ୟୁଅର। କିଏ ଏହି କମିଟିର ଅଧ୍ୟକ୍ଷତା କରିଥିଲେ? ୱାଲ୍ଟର ୟୁଅର। ଏବଂ ୱାଲ୍ଟର ୟୁଅର ଯେଉଁ ରିପୋର୍ଟ ପ୍ରକାଶିତ କରିଥିଲେ ତାକୁ ୟୁଅର ରିପୋର୍ଟ ବୋଲିକି ନାମିତ କରାଯାଇଥିଲା। ୱାଲ୍ଟର ୟୁଅର ଯେଉଁ ରିପୋର୍ଟ ପ୍ରକାଶିତ କରିଥିଲେ ତାକୁ କ'ଣ କୁହାଯାଉଥିଲା ପିଲାମାନେ? ୟୁଅର ରିପୋର୍ଟ ବୋଲିକି ନାମିତ କରାଯାଇଥିଲା। ୱାଲ୍ଟର ୟୁଅର ତାଙ୍କର ରିପୋର୍ଟ କେବେ ପ୍ରକାଶିତ କରିଥିଲେ? ଦେଖ ପିଲାମାନେ, 1818 ମସିହା ମେ ମାସରେ ୱାଲ୍ଟର ୟୁଅର ତାଙ୍କର ରିପୋର୍ଟ ପ୍ରକାଶିତ କରିଥିଲେ ଏବଂ ତାଙ୍କର ରିପୋର୍ଟରେ ୱାଲ୍ଟର ୟୁଅର ବର୍ଣ୍ଣନା କରିଥିଲେ ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ହେବା ପଛରେ ଅନେକ ଗୁଡ଼ିଏ କାରଣ ଦାୟୀ ଅଛି ବୋଲି। ୱାଲ୍ଟର ୟୁଅର ତାଙ୍କର ରିପୋର୍ଟରେ ପ୍ରକାଶିତ କରିଥିଲେ ଯେ ଖୋର୍ଦ୍ଧା ବିଦ୍ରୋହ ହେବା ପଛରେ ମୁଖ୍ୟ କାରଣ ଥିଲା ପ୍ରଶାସନିକ ଅବ୍ୟବସ୍ଥା। ଆହୁରି କ'ଣ କ'ଣ କାରଣ ଗୁଡ଼ିକ ଥିଲା ଦେଖ ପିଲାମାନେ? କ୍ଷମତାର ଦୁରୁପଯୋଗ। ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁ ଲୋକମାନଙ୍କୁ କ୍ଷମତା ପ୍ରଦାନ କରିଥିଲେ ସେହି ଲୋକମାନେ ତାଙ୍କର କ୍ଷମତାର ଦୁରୁପଯୋଗ କରିଥିଲେ। ତେଣୁକରି ଖୋର୍ଦ୍ଧାରେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ହୋଇଥିଲା। ତା ସହିତ ଅମଲାତନ୍ତ୍ର। ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁ ଖୋର୍ଦ୍ଧାରେ ଅମଲାତନ୍ତ୍ର ପ୍ରଥା ପ୍ରଚଳନ କରିଥିଲା, ସେହି ଅମଲାତନ୍ତ୍ର ପ୍ରଥା ମଧ୍ୟ ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ହେବା ପାଇଁ ଏକ କାରଣ ସାଜିଥିଲା। ତା ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀର ରାଜସ୍ୱ ନୀତି ମଧ୍ୟ ଏକ କାରଣ ଥିଲା ବୋଲିକି ୱାଲ୍ଟର ୟୁଅର ତାଙ୍କ ରିପୋର୍ଟରେ ପ୍ରକାଶିତ କରିଛନ୍ତି। ଆହୁରି କ'ଣ କାରଣ ସେ ଦର୍ଶାଇଥିଲେ ଦେଖ ପିଲାମାନେ? କଉଡ଼ି ମୁଦ୍ରାର ବିମୁଦ୍ରୀକରଣ। କଉଡ଼ି ମୁଦ୍ରାର ବିମୁଦ୍ରୀକରଣ ହେଉଛି ଆହୁରି ଏକ କାରଣ ଖୋର୍ଦ୍ଧା ବିଦ୍ରୋହ ପାଇଁ ବା ପାଇକ ବିଦ୍ରୋହ ପାଇଁ ବୋଲି ସେ ବର୍ଣ୍ଣନା କରିଥିଲେ। ତା ସହିତ ଖୋର୍ଦ୍ଧାରେ ଯେଉଁ ଲବଣ ଆଇନ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଚଳନ କଲେ, ସେହି ଲବଣ ଆଇନ ମଧ୍ୟ ଏକ କାରଣ ବୋଲିକି ଏହି ରିପୋର୍ଟ ମାଧ୍ୟମରେ ୱାଲ୍ଟର ୟୁଅର ବର୍ଣ୍ଣନା କରିଥିଲେ। ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ଫଳାଫଳ। ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ଗୁଡ଼ିକ ହେଲା,
ପାଇକ ବିଦ୍ରୋହ ବିଫଳ ହୋଇଥିଲା। ଇଂରେଜମାନେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହକୁ ସ୍ୱହସ୍ତରେ ଦମନ କଲେ। ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହରେ ପାଇକମାନେ ପରାସ୍ତ ହୋଇଥିଲେ। ଏହି ପାଇକ ବିଦ୍ରୋହ ପରେ ଇଂରେଜମାନେ ଓଡ଼ିଶାକୁ ଶାସନ କରିବାର କ୍ଷମତା ପାଇଲେ। ତା ସହିତ ପିଲାମାନେ ଓଡ଼ିଶାରେ ଇଂରେଜମାନଙ୍କର କ୍ଷମତା ପୂର୍ବରୁ ଯେତିକି ଥିଲା ତାହାର ପରିମାଣରେ ମଧ୍ୟ ବୃଦ୍ଧି ହେଲା। ଏହି ପାଇକ ବିଦ୍ରୋହ ବିଫଳ ହୋଇଥିଲେ ମଧ୍ୟ ପରେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ପ୍ରେରଣା ଦେଇଥିଲା। ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ଓଡ଼ିଆମାନଙ୍କର ମନରେ ଜାତୀୟତା ଭାବ ତିଆରି କରିଥିଲା। ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ହେବା ଦ୍ୱାରା ଇଂରେଜମାନେ ତାଙ୍କ ତ୍ରୁଟି ବା ଦୋଷ ନିଜେ ବୁଝିପାରିଲେ। ଇଂରେଜମାନଙ୍କର ଯେଉଁ ମୁଖ୍ୟ ନୀତି ଥିଲା ପିଲାମାନେ ଉପନିବେଶବାଦ। ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ଇଂରେଜମାନଙ୍କର ଏହି ଉପନିବେଶବାଦ ନୀତି ବିରୋଧରେ ଏକ ମହାନ ଅଧ୍ୟାୟ ହୋଇଗଲା। ଖୋର୍ଦ୍ଧାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁ ଜନବିରୋଧୀ ନୀତିଗୁଡ଼ିକ ପ୍ରଚଳନ କରିଥିଲା, ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ଦ୍ୱାରା ସେହି ଇଷ୍ଟ ଇଣ୍ଡିଆ କମ୍ପାନୀର ଜନବିରୋଧୀ ନୀତିଗୁଡ଼ିକୁ ବିରୋଧ କରାଯାଇଥିଲା। ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫଳାଫଳଟି ହେଲା ପିଲାମାନେ ଇଂରେଜମାନେ ଓଡ଼ିଶାକୁ ଶାସନ କରିବା ପାଇଁ ଆହୁରି ସଜାଗ ହେଲେ। ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଯଦି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ପ୍ରଶ୍ନ ଆସେ, ତାହେଲେ ତୁମେ ପ୍ରଥମେ ଜୟୀରାଜଗୁରୁଙ୍କ ଭୂମିକା ବିଷୟରେ ଲେଖିବ। ତାପରେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହରେ କେଉଁ କେଉଁ କାରଣ ଗୁଡ଼ିକ ଦାୟୀ ଥିଲା ତାର ବିଷୟରେ ଲେଖିବ। ଏହି କାରଣରେ ତୁମେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ ଭୂମିକା ମଧ୍ୟ ଲେଖିବ। କାହିଁକିନା ଏହି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ ଭୂମିକା ହେଉଛି ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ବ୍ୟକ୍ତିଗତ କାରଣ। ତା ସହିତ ପିଲାମାନେ ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ଅଗ୍ରଗତି କେମିତି ହେଇଥିଲା ତାର ବିଷୟରେ ଲେଖିବ। ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହକୁ ଇଂରେଜମାନେ କେମିତି ଦମନ କଲେ ତାର ବିଷୟରେ ମଧ୍ୟ ଲେଖିବ। ତା ସହିତ ଆଜି ଯେଉଁ ଆମେ ପଢ଼ିଲେ ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ତାର ବିଷୟରେ ମଧ୍ୟ ତୁମେ ଲେଖିବ, ଯଦ୍ୱାରା ପିଲାମାନେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ପିଲାମାନେ ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ନୋଟଟି ବହୁତ ସୁନ୍ଦର ଭାବରେ ତିଆରି କରାଯାଇଛି। ତୁମେମାନେ ଏହି ଭିଡ଼ିଓ ଦେଖି ସାରିଲା ପରେ ତାର ଗୋଟେ ସ୍କ୍ରିନଶଟ୍ ନେଇକି ମଧ୍ୟ ତୁମେମାନେ ନିଜେ ତୁମର ଇଚ୍ଛା ଯେତେବେଳେ ହେବ ଆରାମସେ ପଢ଼ିପାରିବ।